କୁଣ୍ଡ ଓ ନଳର ପ୍ରଥମ ଭିଡିଓଟି ସମସ୍ତେ ଦେଖିଦେଇଥିବ। ଆଜିର ଭିଡିଓରେ ଆମେ ତମର ନେକ୍ସଟ ପାର୍ଟରେ କିଛି କୋଶ୍ଚିନ୍ ଗୁଡିକ ଦେଖିବା ଏବଂ ଏଇ କୋଶ୍ଚିନ୍ ଗୁଡିକ ନିଶ୍ଚିତ ଭାବରେ ଇମ୍ପୋର୍ଟାଣ୍ଟ, ସୋ ଧ୍ୟାନ ସହକାରେ ଦେଖିବ। ଏବଂ ଯୋଉମାନେ ବି ଆମର ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନ ନିଶ୍ଚିତ ଭାବରେ ଗ୍ରୁପରେ ଜଏନ୍ ହେଇଯିବ ଏବଂ ନିଜର ଫ୍ରେଣ୍ଡସ୍ ମାନଙ୍କୁ ବି ଆଡ୍ କରିଦବ, କାରଣ ସେଠି ତମର ସବୁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦିଆଯାଉଛି। ଦେଖ, ଏଇ କୋଶ୍ଚିନ୍‌ଟା ଯଦି ତମେ ଦେଖିପାରୁଛ, ଏକ କୁଣ୍ଡ ତମର ନଳ ଦ୍ଵାରା କଣ ହଉଛି ନା 8 ଘଣ୍ଟାରେ ପୂର୍ଣ୍ଣ ହେଇଯାଉଛି। କିନ୍ତୁ କୁଣ୍ଡରେ ଗୋଟେ ଲିକ୍ ଅଛି, କୁଣ୍ଡରେ ଗୋଟେ ଛିଦ୍ର ଥିବା କାରଣରୁ 2 ଘଣ୍ଟା ଅଧିକ ସମୟ ଲାଗିଥାଏ। କୁଣ୍ଡଟି ପୂର୍ଣ୍ଣ ଥିବା ସମୟରେ ଛିଦ୍ର ଏହାକୁ କେତେ ସମୟରେ ଖାଲି କରିବ କୋଶ୍ଚିନ୍‌ରେ ଦେଇଛି। ତ ଦେଖ, ଭଲ ଭାବରେ ବୁଝ। ଗୋଟେ କୁଣ୍ଡ ଅଛି ଯାହାକି କଣ ହଉଛି ନା ତମର ନଳ ଦ୍ଵାରା ସିଏ 8 ଘଣ୍ଟାରେ ପୂର୍ଣ୍ଣ ହେଇଯାଉଛି ହେଲା। ଏଇ ବାଟ ଦେଇକି ତାର କଣ ୱାଟର ଆସୁଛି, ତ ସେଥିପାଇଁ କଣ ସିଏ 8 ଘଣ୍ଟାରେ, ମନେକର ଏ ନଳ ହେଲା, ତ 8 ଘଣ୍ଟାରେ ସିଏ ପୂର୍ଣ୍ଣ ହଉଛି। ତଳେ ଗୋଟେ ଏଇ ଯୋଉ କୁଣ୍ଡରେ ଗୋଟେ ଛିଦ୍ର ଅଛି ହେଲା, ଏଇଠି ଗୋଟେ ମନେକର ଏମିତି ଛିଦ୍ର ଅଛି, ତ ଏଇଠି କଣ ହଉଛି ନା ତମର ଜଳ ଗୁଡିକ ଲିକ୍ ହେଇଯାଉଛି ହେଲା। କେତେ ସମୟ, ମାନେ ସେଟା ଯୋଉ ଲିକ୍ ହଉଛି ସେଥିପାଇଁ ତାହେଲେ କେତେ ସମୟ ଲାଗୁଛି? 2 ଘଣ୍ଟା ଅଧିକ ସମୟ ଲାଗୁଛି ପୂର୍ଣ୍ଣ ହବା ପାଇଁ। ମାନେ ମୁଁ ଏଠି ଲେଖିବି କେତେ, 10 ଲେଖିବି। ବୁଝିପାରୁଛ? କାରଣ ନଳ ଦ୍ଵାରା ପୂର୍ଣ୍ଣ ହଉଛି 8 ଘଣ୍ଟାରେ, କିନ୍ତୁ ଛିଦ୍ର କାରଣରୁ 2 ଘଣ୍ଟା ଅଧିକ ସମୟ ଲାଗୁଛି, ତ ସେଥିପାଇଁ ମୁଁ ଲେଖିଲି ଏଠି ବି ପାଇଁ କଣ 10 ଲେଖିଲି। ବୁଝିହଉଛି? କାରଣ 8 ଯୁକ୍ତ 2 10। ବର୍ତ୍ତମାନ ଦେଖ, ତମେ 8 ଆଉ 10 ର କଣ କରିବ, ଏଠି ଲସାଗୁଟା ନେଇଯାଅ, କେତେ ହବ? 40 ହବ। 8 ଆଉ 10 ର ଯଦି ଗୋଟେ ନବ ଗୁଣିତକ ଯୋଉଟା କି ଉଭୟ ଦ୍ୱାରା ବିଭାଜ୍ୟ, କିଏ? 40 ହିଁ ନବ ନା। ତମେ ଦେଖିଦବ ଯେ 20 30 ହଉନି, 10 ର ଗୁଣିତକ 10 20 30 ତ 8 ଦ୍ୱାରା ବିଭାଜ୍ୟ ନୁହେଁ, ତ ନେକ୍ସଟ କିଏ? 40 ହବ। କୋଶ୍ଚିନ୍ ରେ ତମକୁ ପଚାରିଲା ଯେ କୁଣ୍ଡଟି ପୂର୍ଣ୍ଣ ଥିବା ସମୟରେ ଛିଦ୍ର ଏହାକୁ କେତେ ସମୟରେ ଖାଲି କରିବ। ଦେଖ, ଏଠି ତମର ଏ ର ଏଫିସିଏନ୍ସି ଟା କେତେ ହବ? 8 କୁ କେତେରେ ଗୁଣିଲେ 40 ହଉଛି? 5। ପଜିଟିଭ ଲେଖିଲ। ବୁଝି ହଉଛି? ଏବଂ ଏଠି 10 କୁ କେତେରେ ଗୁଣିଲେ 40 ହଉଛି? 4। ଏବଂ ଏଇଠି ଯୋଉ ମୁଁ ତମର ଲେଖିଲି, ଏଇଟା 10 ଘଣ୍ଟା ଲେଖିଛି, ଏଇଟା ତମର ଏ ପ୍ଲସ ବି ରହିବ, ନୁହେଁ କି? ଏ ପ୍ଲସ ବି, କାରଣ ଏଠି କଣ ଏ ନଳ ଏଠି ଏବଂ ଲିକ୍ ଟା ବି ତମର ଆକ୍ଟିଭ ରହୁଛି ନା। ବୁଝି ହଉଛି? ତ ତମର ଏ ପ୍ଲସ ବି ଟା ଅଛି ତମର ଏଫିସିଏନ୍ସି କୁ ଲକ୍ଷ୍ୟ କର ହେଲା। ଏଠି 4 ଅଛି, ଏଠି ଏ ତମର 5 ଲେଖା ହେଇଛି। ବୁଝିପାରୁଛ? ତା ମାନେ ଏଠି ବି ଟା ତାହେଲେ କେତେ ହବ? ଦେଖ, ତମର ଏ ହଉଛି, ମୁଁ କେତେ ନେଲି ଏଠି? 5 ଆସିଛି ନା, 5 ଆସିଛି। ଏବଂ ଏ ପ୍ଲସ ବି ଟା ହଉଛି ତମର 4, ତାହେଲେ ବି ଟା କେତେ ହେଇଯିବ ତମର ନା -1। କାଲି ହିଁ ତମକୁ କହିଥିଲି ନା, ଯୋଉଟା ତମର ଲିକ୍ କରୁଥାଏ କିମ୍ବା ପାଣି ବାହାରକୁ ବାହାର କରିଦିଏ, ସେଇଟା କଣ ନେଗେଟିଭ ଆସେ, ନେଗେଟିଭ ଏଫିସିଏନ୍ସି ଦିଅନ୍ତି କି ନାହିଁ? ତ ସେଥିପାଇଁ ଏଇଟା -1 ଆସୁଛି। ତ ଏଠି ତ ମୁଁ ଦେଇଛି ଯେ କୁଣ୍ଡଟି ପୂର୍ଣ୍ଣ ଥିବା ସମୟରେ ଛିଦ୍ର ଏହାକୁ କେତେ ସମୟରେ ଖାଲି କରିବ, ମାନେ ଏଇ ବି ଟା ପୁରା କୁଣ୍ଡଟାକୁ କେତେ ସମୟରେ ଖାଲି କରିପାରିବ। ତ ଏଇଠି ଯୋଉ ତମର ଲେଖିଥିଲି 40 40 ଲେଖିଲ, ତଳେ -1 ଲେଖିବା ଦରକାର ନାହିଁ ହେଲା, ପଜିଟିଭ ରେ ନବ। 40/1 ଇକ୍ୱାଲ ଟୁ 40 ଘଣ୍ଟା। ବୁଝିହେଲା? ଅପସନ ସି। ବୁଝିପାରୁଛ ତ? ଆଉ ଥରେ ବି କହିଦଉଛି ଦେଖ, ଏକ କୁଣ୍ଡ ନଳ ଦ୍ୱାରା 8 ଘଣ୍ଟାରେ ପୂର୍ଣ୍ଣ ହୋଇଥାଏ, ତେବେ କୁଣ୍ଡରେ ଥିବା ଛିଦ୍ର କାରଣରୁ 2 ଘଣ୍ଟା ଅଧିକ ସମୟ ଲାଗିଥାଏ। କୁଣ୍ଡଟି ପୂର୍ଣ୍ଣ ଥିବା ସମୟରେ ଛିଦ୍ର ଏହାକୁ କେତେ ସମୟରେ ଖାଲି କରିବ, ମାନେ କେବଳ ଛିଦ୍ରଟା ତମର ଯେତେବେଳେ ମାନେ ରହୁଛି ହେଲା। ତ ଏଠି ଆମେ କଣ କଲେ, ଦେଖ ଏ ତମର 8 ଘଣ୍ଟା ଲାଗୁଛି, କିନ୍ତୁ ଯେତେବେଳେ ତମର ଛିଦ୍ରଟି ଆକ୍ଟିଭ ଅଛି ହେଲା, ମାନେ ଏ ନଳ ଆଉ ଏଇ ଯୋଉ ଛିଦ୍ରଟା ରହୁଛି, ସେଥିପାଇଁ 2 ଘଣ୍ଟା ଅଧିକ, ମାନେ କଣ 10 ଘଣ୍ଟା ଲାଗୁଛି। ତାପରେ ଆମେ କଣ 8 ଆଉ 10 ର ଲସାଗୁ ନେଲେ 40, 8 କୁ କେତେରେ ଗୁଣିଲେ 40 ହଉଛି? 5, ଏବଂ 10 କୁ କେତେରେ ଗୁଣିଲେ 40 ହଉଛି? 4।
ତା ମାନେ ଏଠି ତମର A ର ଏଫିସିଏନ୍ସି 5 ରହିଲା, A ପ୍ଲସ୍ B ର ଏଫିସିଏନ୍ସି 4 ଅଛି। ତାହେଲେ ଏଠି B ଟା କେତେ ହେଇଯିବ? -1 ବୁଝିହଉଛି? ତାହେଲେ ଛିଦ୍ରଟା ଯେତେବେଳେ ମାନେ କୁଣ୍ଡଟା ପୁରା ଫୁଲ୍ ହେଇକି ଅଛି ହେଲା, କୁଣ୍ଡରେ ପୁରା ଜଳ ଫୁଲ୍ ହେଇକି ଅଛି। ସେହି ଟାଇମରେ ଛିଦ୍ରଟା ତାକୁ କେତେ ସମୟରେ ଖାଲି କରିଦବ? ନା ଏ ନଳଟା ତମର ବନ୍ଦ ଅଛି ହେଲା। 40/1 = 40 ଘଣ୍ଟା। ବୁଝିପାରିଲ କଥାଟି? ନେକ୍ସଟ ଦେଖ, ତମକୁ କୋଶ୍ଚିନରେ ଦେଇଛି ଦୁଇଟି ନଳ ଏକ କୁଣ୍ଡକୁ ଯଥାକ୍ରମେ 8 ଘଣ୍ଟା ଏବଂ 12 ଘଣ୍ଟାରେ ପୂର୍ଣ୍ଣ କରନ୍ତି। ତୃତୀୟ ନଳ ଏହାକୁ 20 ଘଣ୍ଟାରେ ଖାଲି କରେ। ତେବେ ତିନୋଟି ନଳ ଏକ ସମୟରେ ଖୋଲା ଗଲେ କୁଣ୍ଡଟି କେତେ ସମୟରେ ପୂର୍ଣ୍ଣ ହବ? ତ ଦେଖ, ତ ତମେ ଏଠି ଭାବ ଯେ ଗୋଟେ କୁଣ୍ଡରେ ତମର 3ଟା ନଳ ଅଛି, ଗୋଟେ A, ଗୋଟେ B, ଗୋଟେ C। A ନଳ ତମର 10 ଘଣ୍ଟାରେ ପୂର୍ଣ୍ଣ କରୁଛି, B ନଳ ତମର 12 ଘଣ୍ଟାରେ ପୂର୍ଣ୍ଣ କରୁଛି, C ନଳ ତମର କଣ କରୁଛି ନା 20 ଘଣ୍ଟାରେ ଖାଲି କରିଦଉଛି। ତ ଯୋଉଟା ଖାଲି କରୁଛି ଗୋଟେ କାମ କରୁଥିବ, ତାପରେ ଗୋଟେ ଏମିତି ବାର ଚିହ୍ନ ଦେଇ ଦଉଥିବ, ଯାହା ଦ୍ୱାରା କି ତମେ ଭାବିବ ଯେ ଏଇଟା ହଉଛି ନେଗେଟିଭ ନମ୍ବର ତମେ ହେଲା। 10, 12, 20 ଲସାଗୁ କେତେ ନେବି? ଦେଖ, ସବୁବେଳେ ଲକ୍ଷ୍ୟ କର ଯେ ବଡ ସଂଖ୍ୟାର ମାନେ ଏଠି ବଡ କିଏ ଅଛି? 20। 20 ରେ ଡବଲ 40 ହେଲା। ଏଟା କଣ 12 କି 10 ଦ୍ୱାରା ବିଭାଜ୍ୟ ହଉଛି? 12 ଦ୍ୱାରା ତ ହଉନି। 60 କରିଦେଲେ ହେଇଯାଉଛି ହେଲା। ବଡ ସଂଖ୍ୟାର ଗୁଣିତକ ଚିନ୍ତା କରିବ, ହେଇଯିବ। 10 କୁ କେତେରେ ଗୁଣିଲେ 60 ହଉଛି? ଏଠି ଲେଖିଲ 6। 12 କୁ କେତେରେ ଗୁଣିଲେ 60 ହଉଛି? ଏଠି ଲେଖିଲ 5। 20 କୁ କେତେରେ ଗୁଣିଲେ 60 ହଉଛି? 3। ବୁଝିହେଲା? ୟା ଭିତରୁ ଖାଲି କିଏ କରୁଛି? C ନଳଟା ଖାଲି କରୁଛି, ଏଠି ନେଗେଟିଭ ଚିହ୍ନ ଦେଇଦେଲ ଗୋଟେ। ବୁଝିହେଲା? ଏବଂ କୋଶ୍ଚିନରେ ତମକୁ ଦେଇଛି ଯେ ତିନୋଟି ନଳ ଏକ ସମୟରେ ଖୋଲା ଯାଉଛି। ତା ମାନେ ଏଠି ମୁଁ କଣ କରିବି? 3ଟା ନଳ ଯଦି ଏକ ସମୟରେ ଖୋଲା ଯାଉଛି, ମୁଁ ଲେଖିଲି 60 ଲେଖିଲି। ମାନେ ଏତିକି ଲିଟର ତମେ ଭାବ ଯେ ପୂର୍ଣ୍ଣ କରିବାର ଅଛି। A ନଳ ତମର 6 ଲିଟର ପୂର୍ଣ୍ଣ କରୁଛି, B ନଳ ତମର 5 ମିନିଟ ପୂର୍ଣ୍ଣ କରୁଛି ଘଣ୍ଟାକରେ, ଇଏ ହଉଛି 3 ଲିଟର ଖାଲି କରୁଛି ହେଲା। ତ ଦେଖ, ମୁଁ ଲେଖିଲି 6 + 5 - 3। 3ଟା ନଳ ଏକ ସମୟରେ ଖୋଲା ଯାଇଛି। ତାହେଲେ କେତେ ହବ? 6 5 11 ରୁ 3 ଗଲେ 8, 60/8। ମାନେ 8 7 56, ତ 7 ପୂର୍ଣ୍ଣ 4/8, କିମ୍ବା ଏଇଟା ମୁଁ କରିପାରିବି 7 ପୂର୍ଣ୍ଣ ଏଇଟା 7.5 ହେଇଯିବ ଆଉ। କାରଣ ଏଇଟା କେତେ କି? 7 ପୂର୍ଣ୍ଣ 1/2 ନା। ତ ଏଇଟା ତମର, ସୋ ଏଇ ଅପସନ ଟା ତମର ପିଲାମାନେ ଥିଲା 7.5 ହେଲା। ଏଟା ମୁଁ ଲେଖିନଥିଲି ଠିକ ସେ। ଡି ହଉଛି ଆନ୍ସର। ବୁଝିହେଲା? ଭଲ ଭାବରେ ପୁରା ବୁଝିପାରିଲ ତ? ଏ କ୍ୱେଶ୍ଚିନ୍ କିଛି ଆଉ ଡାଉଟ୍ ନଥିବ। ଯୋଉଟା ତମର ଖାଲି କରୁଛି ତାର ଏଫିସିଏନ୍ସି ଟା ନେଗେଟିଭ ନଉଥିବ, ଏତିକି ହିଁ କାମ। ନେକ୍ସଟ କ୍ୱେଶ୍ଚିନ୍ ଦେଖ, ଦୁଇଟି ନଳ A ଓ B ଏକ ଟାଙ୍କିକୁ 15 ମିନିଟ ଏବଂ 20 ମିନିଟରେ ପୂର୍ଣ୍ଣ କରନ୍ତି। 20 ମିନିଟରେ ପୂର୍ଣ୍ଣ କରନ୍ତି। ଦୁଇଟି ନଳ ଏକ ସମୟରେ ଖୋଲାଗଲା। ଲେଖା ହେଇଛି ତମର 4 ମିନିଟ ପରେ ହେଲା। 4 ମିନିଟ ପରେ B ନଳକୁ ବନ୍ଦ କରାଗଲା। ତେବେ ମୋଟ କେତେ ସମୟରେ ଟାଙ୍କିଟି ପୂର୍ଣ୍ଣ ହଉଛି? ତ ଦେଖ, ଏଠି ବି ଲେଖି ଦଉଛି ମୁଁ A, B। A ତମର ପୂର୍ଣ୍ଣ କରୁଛି 15 ମିନିଟରେ, B ତମର 20 ମିନିଟରେ। 15 ଆଉ 20 ର ଲସାଗୁ ନେଇଯାଅ 60। ବୁଝିହଉଛି? 15 କୁ କେତେରେ ଗୁଣିଲେ 60? 4। 20 କୁ କେତେରେ ଗୁଣିଲେ 60? ସିଏ ହଉଛି 3। ବୁଝିହେଲା? ଏଇଟା ଯୋଉ ମୁଁ ଲେଖୁଛି, ଏଇଟା ପିଲାମାନେ କଣ ନା, ଏଇଟା ହଉଛି ଏଫିସିଏନ୍ସି। ମାନେ ତମେ ଚିନ୍ତା କରିପାରିବ ଯେ ମିନିଟକୁ ଏତିକି ଲିଟର ସିଏ ପାଣି ପୁରଉଛନ୍ତି। ବୁଝିହେଲା? ଏଇ ଯୋଉ ଟାଙ୍କି ଗୋଟେ ଅଛି ମନେକର, ଏଥିରେ ତମର ଦୁଇଟି ନଳ ଲାଗିଛି ହେଲା। ଏ ନଳ କଣ କରୁଛି ନା, ମିନିଟକୁ ସେ 4 ଲିଟର ପାଣି ପୁରଉଛି। B ଲିଟର ତମର ମିନିଟକୁ 3 ଲିଟର ପାଣି ପୁରଉଛି ହେଲା। ତ ନେକ୍ସଟ ଦେଲା ତମକୁ 4 ମିନିଟ ପରେ B ନଳକୁ ବନ୍ଦ କରାଗଲା। ତ ପ୍ରଥମ ଯୋଉ 4 ମିନିଟ ଅଛି, ଏହି 4 ମିନିଟରେ ତମର A ପ୍ଲସ୍ B ମାନେ ଦିଟି ଯାକ ନଳ ତମର ଆକ୍ଟିଭ ଅଛି ହେଲା। ତ ଉଭୟ ମିଶିକି ତମର କେତେ ଲିଟର ପାଣି ପୁରଉଛନ୍ତି? 4 ଯୁକ୍ତ 3 କରିଦିଅ ହେଲା। 4 ଯୁକ୍ତ 3 ଟୋଟାଲ 4 ମିନିଟ, ତ ଇଣ୍ଟୁ 4।
ବୁଝିପାରୁଛ? ତାହେଲେ ଏଥିରେ ମୁଁ 4 ତମର ଗୁଣିଦେବି କାରଣ 4 ମିନିଟ୍ ଯାଏଁ ଉଭୟ ଓପନ୍ ଥିଲା। ତ 28 ଗଲା ଭାରି ହେଲା। ଏଇଟା ତମର ଆଉ କେତେ 60 ର ବଳୁଛି କେତେ? 60 ରୁ ତମର 28 ମାଇନସ୍ କରିଦିଅ ତ 32। ତ ବର୍ତ୍ତମାନ ଆମେ କଣ କଲେ ନା B ଟାକୁ ବନ୍ଦ କରିଦେଲେ। 4 ମିନିଟ୍ ପରେ ତମର B ନଳକୁ ଆମେ ବନ୍ଦ କରିଦେଲେ। ତ କେବଳ A ନଳଟା ଓପନ୍ ଅଛି ବର୍ତ୍ତମାନ। ବାକି ଆଉ କାମ କେତେ ଅଛି? 32 ଏକକ କାମ ବାକି ଅଛି। 32 ଲିଟର ପାଣି ଫୁଲ୍ କରିବାର ଅଛି। ବୁଝିପାରୁଛ କଥା ତ? ତ 32 ଇଏ କଣ କରୁଛି ନା 4 ମିନିଟ୍ ମାନେ 1 ମିନିଟରେ 4 ଲିଟର ଭର୍ତ୍ତି କରୁଛି। ତାହେଲେ 32/4 କରିଦିଅ। ତ 32/4 କଲେ କେତେ ହେଲା? 8 ମିନିଟ୍। ବୁଝିହେଲା? ତ 4 ମିନିଟ୍ ଏଠି ତମର ଫାଷ୍ଟରୁ ଓପନ୍ ଥିଲା ଏବଂ 8 ମିନିଟ୍ ଆଉ ଲାଗିବ। ତାହେଲେ ମୋଟ କେତେ ଲାଗୁଛି? କୁଣ୍ଡଟି ପୂର୍ଣ୍ଣ ହେବା ପାଇଁ 4 ଯୁକ୍ତ 8 = 12 ମିନିଟ୍। ବୁଝିହେଲା? ଏ ହଉଛି ଆନ୍ସର। କଥାଟି ବୁଝିପାରୁଛ ତ? ମାନେ ଯେହେତୁ ଏଇଟା ଦେଖ ଏ ନଳ କଣ କରୁଥିଲା ନା 15 ମିନିଟରେ ତମର ପୂର୍ଣ୍ଣ କରୁଥିଲା। ତ ଏଠି ମୁଁ 4 ଲେଖିଲି, ଏଠି 20 ମିନିଟରେ ପୂର୍ଣ୍ଣ କରୁଥିଲା ବୋଲି ଏଠି 3 ଲେଖିଲି। ପ୍ରଥମ 4 ମିନିଟ୍ ଉଭୟ ଓପନ୍ ଥିଲା ହେଲା। ତ ସେଥିପାଇଁ ମୁଁ 4 + 3 କଲି ତାକୁ 4 ରେ ଗୁଣିଦେଲି। ତ 28 ଲିଟର ପାଣି ପଶି ସାରିଛି ଟାଙ୍କି ଭିତରେ। ବାକି ଆଉ କେତେ ଅଛି? 60 ରୁ 28 ଗଲେ 32। ତ ଏ ଯଦି ମିନିଟରେ ତମର 4 ଲିଟର ପାଣି ପୁରଉଛି କେତେ ମିନିଟ୍ ଆଉ ଲାଗିବ? 8 ମିନିଟ୍ ଲାଗିବ। ତ ମୋଟ କେତେ ଲାଗିଲା? ପୂର୍ବରୁ 4 ମିନିଟ୍, ଇଏ 8 ମିଶିକି 12 ମିନିଟ୍ ଟୋଟାଲ ଲାଗିଲା। ବୁଝି ହଉଛି? ଏଇଠି ଯୋଉ ନମ୍ବର ଗୁଡିକ ଆମେ ଲେଖୁଛନ୍ତି ଏଇଟା ଏଫିସିଏନ୍ସି ହେଲା। ସୋ ଦେଖ ବର୍ତ୍ତମାନ ନେକ୍ସଟ କ୍ୱେଶ୍ଚିନ୍ ତମର ରହିଛି ଦୁଇଟି ନଳ ଏ ଓ ବି ଏକ ଟାଙ୍କିକୁ 24 ମିନିଟ୍ ଓ 32 ମିନିଟ୍ରେ ପୂର୍ଣ୍ଣ କରନ୍ତି। ଦୁଇଟି ନଳ ଏକ ସମୟରେ ଖୋଲାଗଲା, ତେବେ କେତେ ସମୟ ପରେ ବି ନଳକୁ ବନ୍ଦ କରାଗଲେ କୁଣ୍ଡଟି 18 ମିନିଟ୍ରେ ପୂର୍ଣ୍ଣ ହବ? ତ ଦେଖ ଏ ତମର ପୂର୍ଣ୍ଣ କରୁଛି 24 ମିନିଟ୍ରେ, ବି ତମର ପୂର୍ଣ୍ଣ କରୁଛି 32 ମିନିଟ୍ରେ। 32 ଆଉ 24 ଲସାଗୁଟା ଯଦି ଦେଖିବା 32 ର ଗୋଟେ କାମ କର ଡବଲ ନେଲ 64 ହଉଛି। 24 ଦ୍ୱାରା ବିଭାଜ୍ୟ କି ନୁହେଁ? 32 ର 3 ଗୁଣ ହଉଛି 96, ଯୋଉଟା କି 24 ଦ୍ୱାରା ବିଭାଜ୍ୟ ହେଇଯିବ ହେଲା। 24 କୁ କେତେରେ ଗୁଣିଲେ 96 ହଉଛି? ଏଠି ମୁଁ ଲେଖିଲି 4। 32 କୁ କେତେରେ ଗୁଣିଲେ 96 ହଉଛି? ଏଠି ମୁଁ ଲେଖିଲି 3। ବୁଝି ହଉଛି? ଦେଖ 18 ମିନିଟ୍ରେ ପୂର୍ଣ୍ଣ ହବ ଦେଇଛି, କିନ୍ତୁ ସେ ପଚାରିଛି ଯେ ବି ନଳକୁ ଆମେ କେତେ ସମୟ ପରେ ବନ୍ଦ କରିବା। ବୁଝିପାରୁଛ କଥା? ତାମାନେ ଏ ତମର ପୁରା 18 ମିନିଟ୍ କଣ ନା ସିଏ ପୁରା ଖୋଲା ଅଛି ହେଲା। ଏ ନଳଟା, ଏ ନଳ ଯଦି ଦେଖିବ 4 ଲିଟର ସିଏ ମନେକର ଦେଖ 4 ଲେଖା ହେଇଛି ମନେକର 4 ଲିଟର ପ୍ରତି ମିନିଟରେ ସିଏ ଭର୍ତ୍ତି କରି ପାରୁଛି। ତାହେଲେ 18 ମିନିଟରେ କେତେ ଭର୍ତ୍ତି କରିଦେଇଥିବ? 4 × 18 କେତେ? 72 ଭର୍ତ୍ତି କରିଦେଇଥିବ। 72 ଏକକ ଭର୍ତ୍ତି କରିଦେଇଥିବ। ବାକି ଆଉ କେତେ ଅଛି? ଟୋଟାଲ ଇଏ କେତେ? ଟୋଟାଲ ୱାର୍କ କେତେ? 96। 96 ରୁ 72 ଗଲେ 24। ତମେ ଦେଖିଲ ଯେ ବି ର ୱାର୍କ ଏଫିସିଏନ୍ସି କେତେ ଅଛି? 3 ଅଛି। ତା ମାନେ ବି କୁ କେତେ ସମୟ ଲାଗିବ? ଏଇ ଯୋଉ 24 ଏକକ ଭର୍ତ୍ତି କରିବାକୁ ନା 24 ହରଣ 3 = 8 ମିନିଟ୍। ବୁଝିପାରୁଛ? ତାହେଲେ କେତେ ମିନିଟ୍ ପରେ ଆମେ ବି ନଳକୁ ବନ୍ଦ କରିବା ନା 8 ମିନିଟ୍ ପରେ ବନ୍ଦ କରିଦବା। ବୁଝିପାରୁଛ? ବି ନଳ ତମର 8 ମିନିଟରେ ଭର୍ତ୍ତି କଲା 24 ଏକକ ଏବଂ ବାକି ଯୋଉ ରହୁଛି ଏ ତମର ତ 18 ମିନିଟ୍ ପୁରା ଖୋଲା ଅଛି, ସିଏ 72 ଏକକ ଭର୍ତ୍ତି କରିଦବ, ମୋଟ 96 କାମ ହେଇଯିବ। 96 ଏକକ ଲିଟର ତମର କୁଣ୍ଡ ଭିତରେ ଯାଇପାରିବ। ବୁଝି ହେଲା? ଓକେ, ଭଲ ଭାବରେ ଏଇଟା ବି ବୁଝି ଯାଇଥିବ। ସୋ ଆଜିର ଭିଡିଓରେ ଆମେ ଏତିକି କ୍ୱେଶ୍ଚିନ୍ ଆଲୋଚନା କରିବା। ମୁଁ ଆଶା କରୁଛି ସବୁ କ୍ୱେଶ୍ଚିନ୍ ତମେ ବୁଝିପାରିଥିବ। ସୋ ଏଇ ଟପିକରୁ ଅଧିକ କ୍ୱେଶ୍ଚିନ୍ ଜାଣିବା ପାଇଁ ତୁମେ ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ କର ହେଲା। ସେଇଠି ତମକୁ ପ୍ରାକ୍ଟିସ୍ କ୍ୱେଶ୍ଚିନ୍ ମିଳିଯିବ ହେଲା ଏବଂ ତମର ଡେଲି କୁଇଜ୍ ମଧ୍ୟ କରାଯାଉଛି। ଓକେ, ଏବଂ ଯୋଉମାନେ ମେମ୍ବରସିପରେ ଜଏନ୍ ହବ ନିଶ୍ଚିତ ଭାବରେ ତାଙ୍କୁ ଅଧିକରୁ ଅଧିକ କଣ୍ଟେଣ୍ଟ ବି ଦେଖିବାକୁ ମିଳୁଛି। ସୋ ନିଶ୍ଚିତ ଭାବରେ ମେମ୍ବରସିପ ବି ନବାକୁ ଟ୍ରାଏ କର। ଓକେ, ମିନିମମ୍ ପ୍ରାଇସ୍ ହିଁ ରଖାଯାଇଛି। ଓକେ, ସୋ ନିଶ୍ଚିତ ଭାବରେ ସମସ୍ତେ ଟେଲିଗ୍ରାମ ଗ୍ରୁପରେ ନିଶ୍ଚିତ ଜଏନ୍ ହେଇଯିବ ଏବଂ ନିଜ ଫ୍ରେଣ୍ଡସ୍ ମାନଙ୍କୁ ମଧ୍ୟ ଗ୍ରୁପରେ ଆଡ୍ କରିବାକୁ ଭୁଲିବନି।
ସୋ ମୁଁ ଆଶା କରୁଛି ସମସ୍ତେ ପଠାଣି ସାମନ୍ତ ପରୀକ୍ଷା ପାଇଁ ପୁରା ଫୁଲ୍ ଜୋରରେ ପଢୁଥିବ। ସବୁ ଫର୍ମୁଲା ଗୁଡ଼ିକ ମନେ ରଖିଦିଅ। ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଯେତେକ ଅଛି ପ୍ରାକ୍ଟିସ୍ କରିଦିଅ। ସମସ୍ତେ ପଠାଣି ସାମନ୍ତ ଏକ୍ଜାମରେ ନିଶ୍ଚିତ ଭଲ କରିବ। ସମସ୍ତଙ୍କୁ ପଠାଣି ସାମନ୍ତ ପରୀକ୍ଷା ପାଇଁ ବେଷ୍ଟ ଅଫ୍ ଲକ୍।